କର୍ମଫଳ ବଡ଼ ନିଷ୍ଠୁର। କିଏ ଜଣେ ବିଦ୍ୱାନ ଏକଦା କହିଥିଲେ, ଜନ୍ମ ମଣିଷର ଅସଲ ପରିଚୟ ନୁହେଁ, ମଣିଷର ଅସଲ ପରିଚୟ ହେଉଛି ତା'ର କର୍ମ। ସେଇଥିପାଇଁ ମହାଭାରତରେ ମହାରଥୀ କର୍ଣ୍ଣ କହିଥିଲେ, ଉଚ୍ଚ କୂଳରେ ଜାତ ହେବା ଦୈବର ଅଧୀନ ହୋଇପାରେ, ମାତ୍ର ପୁରୁଷକାର ମୋର ଅଧୀନ ଅଟେ। ଗୀତାରେ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି, ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ। ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ। ତୁମେ ଆଜି ଯାହା କରୁଛ ତା'ର ଫଳ କାଲି ପାଇବ। ତୁମେ ଆଜି ଯାହା ପାଇଛ ତାହା ତୁମ ଗତକାଲି କରିଥିବା କର୍ମର ଫଳ। କିଏ କହିଲା ମଣିଷ ଖାଲି ହାତରେ ଆସେ ଏବଂ ଖାଲି ହାତରେ ଏ ସଂସାରରୁ ଫେରିଯାଏ? ଏହା ସତ୍ୟ ନୁହେଁ। ସତ୍ୟ ହେଉଛି ଏହା ଯେ ମଣିଷ ତା'ର ଭାଗ୍ୟ ନେଇ ଆସିଥାଏ ଏବଂ କର୍ମଫଳ ନେଇ ଫେରିଯାଏ। ପ୍ରତ୍ୟେକ ମଣିଷ ତା'ର କର୍ମର ଫଳ ଅବଶ୍ୟ ପାଇବ। କିଏ ଏବେ ତ ଆଉ କିଏ କିଛି କାଳ ପରେ। ଏକଦା ୱିଲିୟମ ସେକ୍ସପିୟର କହିଥିଲେ, ମଣିଷର ଭାଗ୍ୟ କେଉଁ ରାଶି କି ନକ୍ଷତ୍ରରେ ନଥାଏ, ସେ ନିଜେ ହିଁ ନିଜ ଭାଗ୍ୟର ନିର୍ମାତା। ଏଣୁ ରାଶିଫଳ ଉପରେ ବିଶ୍ୱାସ ନ କରି ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ। କାହିଁକି ନା ରାଶି ତ ରାମ ଓ ରାବଣ ଉଭୟଙ୍କର ଗୋଟିଏ ଥିଲା, କିନ୍ତୁ ନିୟତି ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରିଥିଲା। କେହି ଆମର ଅନିଷ୍ଟ କରିବ ସେଇଟା ତା'ର କର୍ମ ଅଟେ। ମୁଁ କାହାରି ଅନିଷ୍ଟ କରିବି ନାହିଁ, ତାହା ମୋର ଧର୍ମ ଅଟେ। ତୁମେ ଆଜି ଯାହା ଅନ୍ୟକୁ ଦେଉଛ ତାହା ତୁମକୁ କେବେ ନା କେବେ ନିଶ୍ଚିତ ମିଳିବ। ସେ ତାଳି ହେଉ କି ଗାଳି। ଗୋଟିଏ କଥା ମନେ ରଖିଥିବ, ଅନ୍ୟର ଆଖିରେ ଲୁହରେ ତିଆରି ସୁଖ ବେଶୀ ଦିନ ତିଷ୍ଠି ରହେ ନା। ଏ ସଂସାରର ସବୁଠାରୁ ମୂଲ୍ୟବାନ ତରଳ ପଦାର୍ଥ ହେଉଛି ଲୁହ। ଲୁହରେ 1 ଭାଗ ଜଳ, ବାକି 99 ଭାଗ ଭାବାବେଗ ଥାଏ। ତେଣୁ କାହା ଆଖିରେ ଲୁହ ଦେବା ପୂର୍ବରୁ 100 ଥର ଭାବନ୍ତୁ, କାରଣ କର୍ମଫଳ ବଡ଼ ନିଷ୍ଠୁର। ସେ କାହାକୁ ବି କ୍ଷମା ଦିଏ ନା, ଶୁଦ୍ଧ ମୂଳ ସମସ୍ତଙ୍କୁ ଫେରେଇ ଦିଏ।